ସ୍ୱାଗତମ୍। ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କଥା ହେବା ଯାହାଙ୍କ ଶରୀର ତ ଗୋଟେ ଚକଲଗା ଚୌକିରେ ବନ୍ଦୀ ଥିଲା, ହେଲେ ତାଙ୍କ ମନ ପୁରା ବ୍ରହ୍ମାଣ୍ଡ ବୁଲୁଥିଲା। ହଁ, ଷ୍ଟିଫେନ୍ ହକିଂ। ଏକଦମ। ଆମ ପାଖରେ ତାଙ୍କର ଗୋଟେ ସଂକ୍ଷିପ୍ତ ଜୀବନୀ ଅଛି, ଆଉ ଆମେ ଚେଷ୍ଟା କରିବା ସେଥିରୁ ତାଙ୍କ ଜୀବନର କିଛି ମୁଖ୍ୟ କଥା ଆଉ ବିଜ୍ଞାନକୁ ତାଙ୍କର ଯୋଉ ଅବଦାନ ସେ ବିଷୟରେ ଜାଣିବା। ହଁ, ନିଶ୍ଚୟ। ବହୁତ କିଛି ଅଛି ଜାଣିବା ପାଇଁ। ତେବେ ଆସନ୍ତୁ ଆରମ୍ଭ କରିବା। ତାଙ୍କର ଜନ୍ମ ହେଲା 8 ଜାନୁଆରୀ 1942ରେ। ହଁ, ଅକ୍ସଫୋର୍ଡ, ଇଂଲଣ୍ଡରେ। କିନ୍ତୁ କଣ ଜାଣନ୍ତି, ତାଙ୍କ ପରିଚୟ ଖାଲି ଜଣେ ବୈଜ୍ଞାନିକ ନଥିଲା, ସେ ଜଣେ ଯୋଦ୍ଧା ବି ଥିଲେ। ମାତ୍ର 21 ବର୍ଷ ବୟସରେ ତାଙ୍କୁ ଗୋଟେ ଏମିତି ରୋଗ ହେଲା। ହଁ, ସେଇଟା ଥିଲା ALS, ମାନେ ଆମିଓଟ୍ରୋଫିକ୍ ଲ୍ୟାଟରାଲ ସ୍କ୍ଲେରୋସିସ୍। ଏଟା ଗୋଟେ ସ୍ନାୟୁଗତ ରୋଗ। ହଁ, ଯୋଉଥିରେ କ'ଣ ହୁଏ ନା, ଶରୀରର ମାଂସପେଶୀଗୁଡାକ ଧୀରେ ଧୀରେ କାମ କରିବା ବନ୍ଦ କରିଦିଏ। ଆଚ୍ଛା। ଆଉ ଡାକ୍ତରମାନେ ସେତେବେଳେ କହିଦେଇଥିଲେ ଯେ ସେ ବୋଧେ 2-3 ବର୍ଷର ବେଶୀ ବଞ୍ଚିବେନି। ବାପରେ, କିନ୍ତୁ ସେ ତ ଆହୁରି ପାଖାପାଖି 50 ବର୍ଷ। ହଁ, ପାଖାପାଖି 50 ବର୍ଷ ବଞ୍ଚିଲେ। ଆଉ ସେଇ ସମୟ ଭିତରେ ଯାହା କାମ କଲେ, ବିଜ୍ଞାନ ଦୁନିଆରେ ପୁରା ଚହଳ ପକେଇଦେଲେ। ଆଉ ସେଇ ଚହଳଟା ବେଶୀ କରି ହେଲା ବ୍ଲାକ୍ ହୋଲ୍, ମାନେ କୃଷ୍ଣଗର୍ତ୍ତ ଉପରେ ତାଙ୍କର ଗବେଷଣା ପାଇଁ, ନୁହେଁ କି? ଏକଦମ ଠିକ୍। ବ୍ଲାକ୍ ହୋଲ୍ କଥା ତ ଆମେ ଶୁଣିଛେ, ମହାକାଶରେ ଏମିତି ଜାଗା ଯୋଉଠି ଏତେ ମାଧ୍ୟାକର୍ଷଣ ଯେ ଆଲୁଆ ବି ବାହାରି ପାରେ ନା। ହଁ, ଠିକ୍। କିନ୍ତୁ ଏଇଠି ହକିଂ ଗୋଟେ ବଡ଼ କଥା କହିଲେ, ମାନେ ପୁରା ଅଲଗା କଥା। କଣ ସେଇଟା? ସେ ଗାଣିତିକ ଭାବେ ପ୍ରମାଣ କଲେ ଯେ ବ୍ଲାକ୍ ହୋଲ୍ ଗୁଡ଼ାକ ପୂରାପୂରି କଳା ନୁହନ୍ତି। ଆଚ୍ଛା। ହଁ, ସେମାନେ ଧୀରେ ଧୀରେ କିଛି ଶକ୍ତି ବା କଣିକା ଛାଡ଼ନ୍ତି, ବିକିରଣ କରନ୍ତି, ଯାହାକୁ ଆଜିକାଲି କୁହାଯାଉଛି ହକିଂ ରେଡିଏସନ୍। ଓହୋ, ହକିଂ ରେଡିଏସନ୍। ଏହା ପୂର୍ବରୁ ତ ଧାରଣା ଥିଲା ଯେ ବ୍ଲାକ୍ ହୋଲ୍ ଭିତରୁ କିଛି ବି ବାହାରି ପାରିବନି, କିନ୍ତୁ ତାଙ୍କର ଏଇ ଆବିଷ୍କାରଟା ପୁରା ବଦଳେଇ ଦେଲା ସବୁକିଛି। କିନ୍ତୁ ଗୋଟେ କଥା ମୁଁ ଭାବୁଛି, ଏତେ ବଡ଼ କାମ ସେ କେମିତି କଲେ ଯେତେବେଳେ ତାଙ୍କର ଶରୀର ମାନେ ଦିନକୁ ଦିନ ଅଚଳ ହୋଇଯାଉଥିଲା? ଏଇଟା ହିଁ ତ ସବୁଠୁ ଆଶ୍ଚର୍ଯ୍ୟର କଥା। ଏଇଟା ହିଁ ତାଙ୍କ ବିଶେଷତ୍ୱ। ଶାରୀର ସାଥ ଦେଉନଥିଲା, କିନ୍ତୁ ତାଙ୍କ ମୁଣ୍ଡ, ତାଙ୍କ ମସ୍ତିଷ୍କ ପୁରା ସକ୍ରିୟ ଥିଲା। ସେ କମ୍ପ୍ୟୁଟର ଆଉ ସ୍ପେଶାଲ ଟେକ୍ନୋଲୋଜି ସାହାଯ୍ୟରେ କଥାବାର୍ତ୍ତା କରୁଥିଲେ, ନିଜ ଚିନ୍ତାକୁ ପ୍ରକାଶ କରୁଥିଲେ। ହଁ, ମୁଁ ଦେଖିଛି ଫଟୋରେ ଗୋଟେ ମେସିନ୍ ତାଙ୍କ ଚେୟାରରେ ଲାଗିଥାଏ। ହଁ, ଆଉ ଏହାର ସବୁଠୁ ବଡ଼ ପ୍ରମାଣ ହେଲା ତାଙ୍କର ସେଇ ବିଖ୍ୟାତ ବହି ଅ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍। ଓହୋ, ସେଇ ବହିଟା। ସେଇଟା ତ ସାରା ଦୁନିଆରେ କୋଟି କୋଟି ଲୋକ ପଢ଼ିଛନ୍ତି। ନିଶ୍ଚୟ। କୁହନ୍ତି ଯେ ଏତେ ଜଟିଳ ଜିନିଷ ଯେମିତି ବିଗ୍ ବ୍ୟାଙ୍ଗ, ବ୍ଲାକ୍ ହୋଲ୍, ସମୟ, ଏସବୁକୁ ସେ ବହୁତ ସରଳ ଭାଷାରେ ସାଧାରଣ ଲୋକଙ୍କ ପାଇଁ ଲେଖିଥିଲେ। ହଁ, ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି, ଏତେ ବଡ଼ ବହିଟା ସେ ଲେଖିଲେ ସେଇ ଅସୁସ୍ଥତା ଭିତରେ ରହିକି। ସତରେ? ହଁ, ଏଇଟା ଖାଲି ତାଙ୍କ ବୈଜ୍ଞାନିକ ଜ୍ଞାନ ନୁହେଁ, ଏଇଟା ତାଙ୍କର ଇଚ୍ଛାଶକ୍ତି, ତାଙ୍କର ଦୃଢ଼ତା, ତାର ପ୍ରମାଣ। ସେ ଚାହୁଁଥିଲେ ବିଜ୍ଞାନଟା ଖାଲି ବୈଜ୍ଞାନିକଙ୍କ ଭିତରେ ନ ରହୁ, ସାଧାରଣ ଲୋକ ବି ବ୍ରହ୍ମାଣ୍ଡର ରହସ୍ୟକୁ ଟିକେ ବୁଝନ୍ତୁ। ତାମାନେ ତାଙ୍କ ଜୀବନଟା ଖାଲି ବିଜ୍ଞାନ ପାଇଁ ନୁହେଁ, ସେଇଟା ଗୋଟେ ପ୍ରେରଣା, ମଣିଷର ସାହସ ଆଉ ସମ୍ଭାବନାର ପ୍ରତୀକ। ନିଶ୍ଚିତ ଭାବରେ। ତାଙ୍କ ଯାତ୍ରା ତ ଶେଷ ହେଲା 14 ମାର୍ଚ୍ଚ 2018ରେ, କିନ୍ତୁ ତାଙ୍କ କାମ ଆଉ ପ୍ରଭାବ ସେଇଟା ରହିଗଲା। ଏକଦମ। ହକିଂ ଖାଲି ବ୍ଲାକ୍ ହୋଲ୍ର ଗୁମର ଖୋଲି ନାହାନ୍ତି, ସେ ଦେଖେଇ ଦେଇଛନ୍ତି ଯେ ମଣିଷର ଶରୀରର ସୀମା ଥାଇପାରେ। ହଁ, କିନ୍ତୁ ତାର ଚିନ୍ତା, ତାର ଜାଣିବାର ଇଚ୍ଛା, ତାର ସଂକଳ୍ପ, ତାର କୌଣସି ସୀମା ନାହିଁ। ଆଉ ଏଇଠି ଗୋଟେ ଗଭୀର ପ୍ରଶ୍ନ ଆସୁଛି ମନକୁ। କଣ? ଯେତେବେଳେ ଶରୀର ଏମିତି ବାଧା ଦିଏ, ସେତେବେଳେ ଜ୍ଞାନ ପାଇଁ ଜଣଙ୍କର ଯୋଉ ଅଦମ୍ୟ ଆଗ୍ରହ, ସେଇଟା କେମିତି ମଣିଷର ସମ୍ଭାବନା ଆଉ ମସ୍ତିଷ୍କର ଶକ୍ତି ବିଷୟରେ ଆମର ପୁରାଣା ଧାରଣା ସବୁକୁ ବଦଳେଇ ଦେଇପାରେ, ଏଇଟା ଭାବିବାର କଥା। ବହୁତ ବଢ଼ିଆ କଥା କହିଲେ। ଏହି ଆଲୋଚନା ପାଇଁ ଧନ୍ୟବାଦ। ଆଶା କରୁଛି ଷ୍ଟିଫେନ୍ ହକିଂଙ୍କ ବିଷୟରେ ଏହି ସଂକ୍ଷିପ୍ତ କଥାବାର୍ତ୍ତା ସମସ୍ତଙ୍କୁ ଆହୁରି ଅଧିକ ଜାଣିବାକୁ ପ୍ରେରଣା ଦେବ।